ସେଦିନ ଏତେ ଅପମାନ ଦେଲା ପରେ ତମେ ଆଜି ମୋ ଶଙ୍ଖା ସିନ୍ଦୁରକୁ ବଞ୍ଚେଇବାକୁ ଧାଇଁ ଆସିଛ। ତମେ ଏତେ ତ୍ୟାଗ ସ୍ୱୀକାର କରୁଛ କାହିଁକି? ତ୍ୟାଗ? କୋଉ ତ୍ୟାଗ କଥା କହୁଛ ଭଉଣୀ? କୃଷ୍ଣଙ୍କ ସହିତ ରାଧାଙ୍କ ନାଁଟା ଯୋଡ଼ି ହେଇଯାଇଛି ବୋଲି ଏ ଜଗତ ଆଜି ରାଧାକୁ ଚିହ୍ନିଛି। ଯଦି କୃଷ୍ଣଙ୍କ ସତ୍ତା ହଜିଯାଏ ନା ରାଧାଙ୍କର ଅସ୍ତିତ୍ୱ ବି କିଛି ରହିବନି। ପିଲାଟି ଦିନରୁ ଆଜି ପର୍ଯ୍ୟନ୍ତ ଯାହାକୁ ଭଲ ପାଉଥିଲି ତାଙ୍କର ଏମିତି ଅବସ୍ଥାରେ ମୁଁ ଯଦି ଟିକେ ସାହାଯ୍ୟ ନ କରିପାରିବି ତାହେଲେ ମୋର ସେ ଭଲ ପାଇବାର କି ମୂଲ୍ୟ ଅଛି? ଏ ଦୁନିଆର ଅଧ ମଣିଷ ମାନେ এই দেখো ଯୋଉ ରାଧାକୁ ଏ ସମାଜ ଅପବାଦର ଆଖ୍ୟା ଦଉଛି ଆଜି ସେଇ ରାଧା ରୁକ୍ମିଣୀର ସିନ୍ଦୁରକୁ ବଞ୍ଚେଇବା ପାଇଁ ନିଜ ଜୀବନକୁ କେମିତି ବାଜି ଲଗେଇ ଦଉଛି। ଏ ହତଭାଗିନୀ ରାଧା, ଏ ରୁକ୍ମିଣୀ ତମ ପାଖରେ କୋଟି କୋଟି ପ୍ରଣାମ କରୁଛି। ମୁଁ ଅଜୁଭାଇକୁ କିଡନୀ ଦେଇଛି ଏ କଥା ଯେମିତି ଅଜୁଭାଇ କେବେ ବି ନ ଜାଣିପାରନ୍ତି। କାହିଁକିନା ମୁଁ ଚାହୁଁନି ମୋ ଭଳି ଗୋଟେ ବେଶ୍ୟା ମୋ କିଡନୀ ତାକୁ ଦେହରେ ଲାଗିଛି ଏସବୁ କଥା ପଛରେ ସେ ଜାଣି ସାରିଲା ପରେ ଲଜ୍ଜା ଅନୁଭବ କରନ୍ତୁ ବୋଲି। ତୁ ମୋତେ କଥା ଦେ ଭାଇ, ଏ କଥା ତୁ ତାଙ୍କୁ କେବେ ବି କହିବୁନି ନା? ମୁଁ ତତେ କଥା ଦଉଛି ଏ ବିଷୟରେ କେହି ବି କିଛି ଜାଣିବେନି। ଠିକ ଅଛି ଭାଇ, ତୁ ଚିନ୍ତା କରନା। ଚାଲ ମୋତେ ଡାକ୍ତରଙ୍କ ପାଖକୁ ନେଇ ଚାଲ। ଚାଲ ଚାଲ ଚାଲ।